ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 24 ବର୍ଷ ଭିତରେ 99 ବାତ୍ୟା ହେଲା ଦିନେ ତଳକୁ ଓହ୍ଲେଇ ନଥିଲେ। ସ୍ୱର୍ଗରେ ବୁଲୁଥିଲେ ହେଲିକପ୍ଟରରେ। ଏବେ ସରକାରରୁ ଗଲା ପରେ ଏବେ ଲୋକଙ୍କୁ କହୁଛନ୍ତି ମୁଁ ଲୋକଙ୍କର ନେତା। ଠିକ୍ ଅଛି, ଏବେ ରାସ୍ତାକୁ ଓହ୍ଲେଇକି ଆସିଲ। ଆଗରୁ ଆଇଥିଲେ ବଢିଆ ହେଇଥାନ୍ତା, ତମେ ଯଦି ଆଗରେ ବୁଲିଥାନ୍ତ ତାହେଲେ ନବୀନ ବାବୁ ତମେ ବିରୋଧୀ ଦଳରେ ବସି ନଥାନ୍ତ। ଆଉ ଯୋଉ ପାଣ୍ଡିଆନ ଟଙ୍କା ପଇସା ଦେଇ ଗୁଡାଏ ଲୋକଙ୍କୁ ଆଣିକିରି ସମାଗମ କଲେ, ଆଉ ସେଠି ଗୁଡାଏ ମହିଳା ରାସ୍ତାରେ ଗଡ଼ିଲେ, ଆମ ନବୀନ ବାବୁଙ୍କୁ ଆମକୁ ଫେରେଇ ଦିଅ। କାହିଁ ଆପଣ ନବୀନ ବାବୁ କୁଆଡେ ଯାଇଛନ୍ତି କି? ଓଡ଼ିଶାରେ ଅଛନ୍ତି ନା ଓଡ଼ିଶା ବାହାରକୁ ପଳେଇଛନ୍ତି? ଯଦି ଓଡ଼ିଶାରେ ଅଛନ୍ତି ତାହେଲେ ମହିଳାମାନେ ଯୋଉ ରାସ୍ତାରେ ସାପ ଭଳିଆ ଗଡୁଛନ୍ତି, ଆମ ନବୀନ ବାବୁଙ୍କୁ ଆମକୁ ଫେରେଇ ଦିଅ, ଆମ ନବୀନ ବାବୁ ପଳେଇ ଆସ। ଆଉ ତମେ ନବୀନ ବାବୁ କୋଉଠି ଅଛ ଟିକେ କହିବ କି? ଆମେ ସେ ମହିଳାମାନଙ୍କୁ ଟିକେ ଜଣେଇଦବୁ ଯେ ନବୀନ ବାବୁ ଭୁବନେଶ୍ୱରରେ ଅଛନ୍ତି, ଏୟାରପୋର୍ଟ ପାଖରେ ଅଛନ୍ତି, ସେଇ ଘରେ ଗାରେନାରେ କରୁଛନ୍ତି, ମଦ ମାଂସ ଖାଇ ଭଲରେ ଅଛନ୍ତି। କିନ୍ତୁ ତାକୁ ଏଇ ଯୋଉ ରୂପ ରଙ୍ଗ କରି ଆପଣ ଯୋଉ ଜାଗାକୁ ଯାଉଛନ୍ତି ଆପଣ ଭାବୁଛନ୍ତି ଲୋକ ଆଉଛନ୍ତି, ନା ଟଙ୍କା ଦେଇ ଲୋକ ଆଣୁଛ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲ, ଲୋକ ଆଉଥିଲେ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢୁଥିଲ, ଲୋକ ଆସୁଥିଲେ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଧାୟକ ମାନଙ୍କୁ ଟଙ୍କା ଦେଲ, ବିଧାୟକ ମାନେ ଟଙ୍କାକୁ ଚାପି ଦେଲେ, କହିଲେ ହଁ ଶଙ୍ଖ ମାନେ ଆମେ ଜିତିବୁ, କିଳାଟା ନେଲ, ହାରିଲ। କିନ୍ତୁ ଏ ଯୋଉ ରାସ୍ତାରେ ମହିଳା ମାନେ ସାପ ଭଳିଆ ବୁଲୁଛନ୍ତି, ନାଚୁଛନ୍ତି, ଆମ ନବୀନ ଆମକୁ ଫେରେଇ ଦିଅ। ଫେରେଇବ କିଏ? ସେ ଲୋକଟା କିଏ କହୁନାହାନ୍ତି? ଆମେ ତାକୁ ଯାଇ କହିବୁ ଯେ ଏ ନବୀନ ବାବୁଙ୍କୁ ତମେ ରଖିଛ, ଟିକେ ଫେରେଇ ଦିଅ। ତେଣୁ ଏଇ ଯୋଉ ଏଟା କୋଉ ରାଜନୀତି? ଏଟା କୋଉ ରାଜନୀତି ଜଣା ପଡୁନି। ଆପଣ ଆଗରୁ 24 ବର୍ଷ କାଳ ହେଲିକପ୍ଟରରେ ବୁଲୁଥିଲେ, ଏବେ ହେଲିକପ୍ଟର ଗଲେ ତଳେ ଚାଲିଲେ। କିନ୍ତୁ ଯୋଉ ସାପ ଭଳିଆ ମାଇକିଣା ଗୁଡା ତଳେ ଗଡୁଛନ୍ତି, ଏଇଟା କୋଉ ରାଜନୀତି? ଆମକୁ କେତେ ଟଙ୍କା ଦେଇଛ ମହିଳା ମାନଙ୍କୁ ଯେ ତମେ ସାପ ଭଳିଆ ଗଡି କହ ଆମ ନବୀନ ବାବୁଙ୍କୁ ଫେରେଇ ଦିଅ? ଏଇ ମହିଳା ମାନେ ଚିତା କାଟିଲେ ବୋଲି ଆଜି ଆପଣ ବିରୋଧୀ ଦଳରେ। ତେଣୁ ଫେର ସେ ମହିଳାଙ୍କୁ ଧରି ରୋଲ କରୁଛ, ଆଉ ସେ ନବୀନ ନିବାସ ବି ଛାଡ଼ି ପଳେଇବ ଯାହା ଜଣା ପଡ଼ିଲାଣି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।